ଯାତ୍ରା କାର୍ଯ୍ୟକ୍ରମରେ ଆପଣଙ୍କୁ ସ୍ୱାଗତ କରୁ। ଆସନ୍ତୁ ଆମେ ପାଳକ ପ୍ରେମାଶିଷ ସତମାଙ୍କ ଦ୍ୱାରା ଲିଖିତ ଆଜିର ଡିଭୋସନ ବିଷୟରେ ଚର୍ଚ୍ଚା କରିବା। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଜି ଆମେ ପାଳକ ପ୍ରେମାଶିଷ ସତମନୁଙ୍କ ଗୋଟେ ଲେଖା ପରିତ୍ରାଣର ଦାନ ଗ୍ରହଣ କରିବା ସେଇ ବିଷୟରେ ଟିକେ ଗଭୀର ଆଲୋଚନା କରିବାକୁ ଯାଉଛୁ। ହଁ, ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଉ ଏହାର ମୂଳ ପ୍ରଶ୍ନ ହେଉଛି ଜଣେ କେମିତି ଜାଣିବେ ଯେ ସେ ଉଦ୍ଧାର ବା ଆମେ ଯାହାକୁ କହୁ ସାଲଭେସନ ପାଇଛନ୍ତି କି ନାହିଁ। ଲେଖକ ଆରମ୍ଭରୁ ହିଁ ଗୋଟେ ଭଲ ଦୃଷ୍ଟାନ୍ତ ଦେଇଛନ୍ତି, ବଡ଼ ସରଳ। ଧରନ୍ତୁ ଜଣେ ଲୋକ ଶ୍ରୀ ରମେଶ ପୁରା ଋଣରେ ବୁଡ଼ି ରହିଛନ୍ତି। ହଁ, ଓ ପରିଶୋଧ କରିବାର କୌଣସି ବାଟ ବି ଦେଖାଯାଉନି, ପୁରା ନିରାଶ ଏକଦମ। କିନ୍ତୁ ଏଇଠି କାହାଣୀରେ ଗୋଟେ ମୂଳ ଆସୁଛି। ତାଙ୍କର ଜଣେ ବନ୍ଧୁ ଶ୍ରୀ ସତୀଶ ଆସିଲେ ଆଉ ଗୋପନରେ ରମେଶଙ୍କୁ ନ ଜଣାଇ ସବୁ ଋଣ ସୁଝିଦେଲେ। ଆଚ୍ଛା, କିନ୍ତୁ ମଜା କଥା ହେଲା ରମେଶ ତ এই ବିଷୟରେ କିଛି ଜାଣିଲେନି। ତେବେ ତ ସେ ସେମିତି ଚିନ୍ତାରେ ଥିବେ। ହଁ, ଠିକ୍ ସେଇଆ। ଋଣମୁକ୍ତ ହେଲେ ବି ସେ ପୂର୍ବ ଭଳି ଭୟା ଆଉ ଚିନ୍ତାରେ ବଞ୍ଚୁଛନ୍ତି। ଏ ଛୋଟ କାହାଣୀଟି ଗୋଟେ ବଡ଼ ଆଧ୍ୟାତ୍ମିକ ସତ୍ୟ ଆଡ଼କୁ ଇଙ୍ଗିତ କରୁଛି, ନୁହେଁ କି? ନିଶ୍ଚୟ ନିଶ୍ଚୟ। ତେବେ ଚାଲନ୍ତୁ ଏହାକୁ ଟିକେ ଭଲ କରି ବୁଝିବା। ହଁ, ଲେଖା ଅନୁସାରେ ଦେଖନ୍ତୁ, ଏଇ ଆର୍ଥିକ ଋଣ ଭଳି ଆମ ସମସ୍ତଙ୍କର ଗୋଟେ ଆଧ୍ୟାତ୍ମିକ ଋଣ ଅଛି। ଆଧ୍ୟାତ୍ମିକ ଋଣ? ହଁ, ଆମର ପାପ ସିନ୍, ଯାହା ଆମକୁ ପରମେଶ୍ୱରଙ୍କଠାରୁ ଅଲଗା କରିଦିଏ। ଆଉ ଏହି ଋଣ ଏତେ ବଡ଼ ଯେ ଆମେ ନିଜ ଚେଷ୍ଟାରେ କେବେ ବି ଏହାକୁ ପରିଶୋଧ କରିପାରିବାନି। ବାପରେ, ଏହା ତ ବଡ଼ ଗମ୍ଭୀର କଥା। ହଁ, କିନ୍ତୁ ଏଇଠି ଆସୁଛି ଆଶାର କିରଣ। ଏଇଠି ଆସୁଛି ସୁସମ୍ବାଦ ବା ଗୁଡ୍ ନ୍ୟୁଜ୍। ଗୁଡ୍ ନ୍ୟୁଜ୍ କ'ଣ ସେଇଟା? ବାଇବଲରେ ଅଛି, ରୋମିଓ 5:8 ପଦରେ କହୁଛି, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁଭୋଗ କଲେ, ସେଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସପ୍ରମାଣ କରୁଅଛନ୍ତି। ଓହୋ, ତା ମାନେ ଯୀଶୁ ଖ୍ରୀଷ୍ଟ ଆମ ପାଇଁ, ଆମ ସମସ୍ତଙ୍କ ପାଇଁ ସେହି ଆଧ୍ୟାତ୍ମିକ ଋଣକୁ କ୍ରୁଶ ଉପରେ ନିଜ ଜୀବନ ଦେଇ ସମ୍ପୂର୍ଣ୍ଣ ଭାବେ ପରିଶୋଧ କରି ସାରିଛନ୍ତି। ଋଣ ପୈଠ ହୋଇଯାଇଛି। ଆଚ୍ଛା, ଋଣ ପୈଠ ହୋଇସାରିଛି। ହଁ, ଏବେ ପ୍ରଶ୍ନ ହେଉଛି ପରମେଶ୍ୱରଙ୍କର ଏହି ଯୋଉ ପ୍ରେମର କାମ, ଏହା ପ୍ରତି ଜଣେ କେମିତି ପ୍ରତିକ୍ରିୟା ଦେବ? ଲେଖକ କହୁଛନ୍ତି ମୁଖ୍ୟତଃ 3 ପ୍ରକାର ପ୍ରତିକ୍ରିୟା ହୋଇପାରେ। ଏସବୁ ସତ ନୁହେଁ। ଦ୍ୱିତୀୟଟା ହେଲା ମୂଳ ଋଣକୁ ହିଁ ମାନିବା ନାହିଁ, ଭାବିବା ଯେ ମୁଁ ପାପୀ ନୁହେଁ କି ମୋର କୌଣସି ଉଦ୍ଧାରର ଦରକାର ନାହିଁ। ଆଚ୍ଛା, ଏମିତି ବି ଲୋକ ଭାବନ୍ତି। ହଁ, ଲେଖକଙ୍କ ଭାଷାରେ ଏହା ପରମେଶ୍ୱରଙ୍କ ଅନୁଗ୍ରହକୁ ଗୋଟେ ପ୍ରକାର ଅପମାନ ଦେବା ଭଳି। ଆଉ ତୃତୀୟ ବିକଳ୍ପ, ସେଇଟା କ'ଣ? ତୃତୀୟଟି ହେଉଛି ସତ୍ୟକୁ ଗ୍ରହଣ କରିବା, ମାନିନେବା ଯେ ହଁ, ଋଣ ତ ପରିଶୋଧ ହୋଇସାରିଛି, ଆଉ ବିଶ୍ୱାସରେ ସେହି ମୁକ୍ତିଦାତା ଯୀଶୁଖ୍ରୀଷ୍ଟଙ୍କ ପାଖକୁ ଫେରିଆସିବା, ତାଙ୍କ କ୍ଷମାର ଦାନକୁ ଗ୍ରହଣ କରିନେବା। ତାହେଲେ ଏହାର ମୂଳ କଥା ହେଲା ପରିତ୍ରାଣ ବା ସଲଭେସନ କିଛି କାମ କରିକି ବା ନିଜ ଯୋଗ୍ୟତାରେ ମିଳେନି। ଏକଦମ ନୁହେଁ। ଏହା ହିଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ପରିତ୍ରାଣ କୌଣସି କମାଇବାରେ ଜିନିଷ ନୁହେଁ, ଏହା ଏକ ଦାନ, ଗୋଟେ ଗିଫ୍ଟ। ହଁ, ପରମେଶ୍ୱରଙ୍କ ତରଫରୁ, ତାଙ୍କ ଅନୁଗ୍ରହରୁ। ଅନୁଗ୍ରହ ମାନେ କ'ଣ? ବିନା ଯୋଗ୍ୟତାରେ ମିଳୁଥିବା ଦୟା। ଯୀଶୁ ଖ୍ରୀଷ୍ଟଙ୍କ ମାଧ୍ୟମରେ ପରମେଶ୍ୱର ଏହି ଦାନ ମାଗଣାରେ ଦେଉଛନ୍ତି। ଆମ କାମ ହେଲା କେବଳ ବିଶ୍ୱାସରେ ତାକୁ ଗ୍ରହଣ କରିବା। ବାସ୍, ଗ୍ରହଣ କରିବା। ତେବେ ଲେଖକଙ୍କ ଆହ୍ୱାନ ହେଉଛି ସେହି ପରିତ୍ରାଣକର୍ତ୍ତାଙ୍କ ପାଖକୁ ଯାଇ ତାଙ୍କ ଦାନକୁ ଗ୍ରହଣ କରିବା। ହଁ, କିନ୍ତୁ କଥା ଏତିକିରେ ସରୁନି। ଏହା କେବଳ ଋଣ ମୁକ୍ତି ନୁହେଁ। ରୋମିଓ 5:17 ପଦ ଆହୁରି ଆଗକୁ ଯାଇ କହୁଛି। ଓହୋ, ଆହୁରି କିଛି ଅଛି? ହଁ, ସେଠି ଲେଖା ଅଛି, ଯେଉଁମାନେ ଅନୁଗ୍ରହ ଆଉ ଧାର୍ମିକତାର ଦାନ ପ୍ରଚୁର ପରିମାଣରେ ପାଆନ୍ତି, ସେମାନେ କେବଳ ମୁକ୍ତ ହୁଅନ୍ତି ନାହିଁ, ବରଂ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଜୀବନରେ ରାଜତ୍ୱ କରିବେ। ରାଜତ୍ୱ କରିବେ? ବାଃ, ଏହାର ମାନେ ତ ବହୁତ ଗଭୀର। କେବଳ ନେଗେଟିଭ ଋଣରୁ ମୁକ୍ତି ନୁହେଁ, ବରଂ ଏକ ପଜିଟିଭ, ଶକ୍ତିଶାଳୀ ଜୀବନ। ଏକଦମ, ଏକ ନୂଆ ଜୀବନ, ଏକ ବିଜୟୀ ଜୀବନ। ପରିତ୍ରାଣର ଦାନ ଗ୍ରହଣ କରିବାର ଏହା ହିଁ ପ୍ରକୃତ ଅର୍ଥ। କେବଳ ପାପରୁ ମୁକ୍ତି ନୁହେଁ, ପରମେଶ୍ୱରଙ୍କ ସହିତ ଏକ ନୂଆ ସମ୍ପର୍କ ଆଉ ଶକ୍ତିରେ ଜୀବନ ଜୀଇବା। ତେବେ ଆଜିର ଏହି ଆଲୋଚନାରୁ ଯାହା ବୁଝାପଡ଼ିଲା, ମୁଖ୍ୟ କଥା ହେଉଛି ଆମର ଆଧ୍ୟାତ୍ମିକ ଋଣ ପରିଶୋଧ ହୋଇସାରିଛି ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା। ହଁ,
ଆଉ ପରିତ୍ରାଣ परमेश्वरଙ୍କ तरफରୁ ଏକ ମୂଲ୍ୟବାନ ଦାନ ଯାହାକୁ କେବଳ ବିଶ୍ୱାସରେ ଗ୍ରହଣ କରିବାର ଅଛି। ଠିକ୍। ଆଉ ଏହା ଆମ ପାଇଁ ସମସ୍ତଙ୍କ ପାଇଁ ଗୋଟେ ଗଭୀର ପ୍ରଶ୍ନ ଛାଡ଼ି ଯାଉଛି। କ'ଣ ସେ ପ୍ରଶ୍ନ? ଯଦି ଆମେ ବିଶ୍ୱାସ କରୁଛୁ ଯେ ଏହି ଋଣ ପରିଶୋଧ ହୋଇଯାଇଛି ଆଉ ଆମେ ସେହି ଦାନ ଗ୍ରହଣ କରୁଛୁ, ତେବେ ସେହି ମୁକ୍ତିରେ ପ୍ରତିଦିନ ବଞ୍ଚିବାର ପ୍ରକୃତ ଅର୍ଥ କ'ଣ? ଆମର ଦୈନନ୍ଦିନ ଜୀବନ, ଆମର କାମ, ଆମର ଚିନ୍ତାଧାରା, ସେଥିରେ ଏହି ସତ୍ୟ କେମିତି ଦେଖାଯିବ? ହଁ, ଏହା ବାସ୍ତବିକ ଏକ ଚିନ୍ତା କରିବା ଭଳି କଥା। ପ୍ରତିଦିନ ଏହାକୁ ମନେ ପକାଇ ଯିବା। ଏହି ଗଭୀର ବିଷୟଗୁଡ଼ିକୁ ଏତେ ସରଳ ଭାବରେ ବୁଝାଇଥିବାରୁ ପାଳକ ପ୍ରେମାଶିଷ ସତ୍ମାନଙ୍କ ଲେଖା ପରିତ୍ରାଣର ଦାନ ଗ୍ରହଣ କରିବା ପାଇଁ ଧନ୍ୟବାଦ। ନିଶ୍ଚୟ। ଆଶା କରୁଛୁ ଆମର ଏହି ଆଲୋଚନା ଶ୍ରୋତାମାନଙ୍କ ପାଇଁ କିଛି ନୂଆ ଚିନ୍ତା ଆଣିଦେଇଥିବ। ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ଆଜି ଆତ୍ମିକ ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଧନ୍ୟବାଦ, ଯେଉଁଠି ଆମେ ପ୍ରତିଦିନ ପରମେଶ୍ୱରଙ୍କ ବାକ୍ୟ ଆଲୋଚନା କରୁଅଛୁ। ଯଦି ଏହି କାର୍ଯ୍ୟକ୍ରମ ଆପଣଙ୍କୁ ଆଶୀର୍ବାଦ ଦେଇଅଛି, ତେବେ ଏହାକୁ ଆପଣ ଫ୍ୟାମିଲି ଆଉ ଫ୍ରେଣ୍ଡସ୍ ହ୍ୱାଟ୍ସଆପ୍ ଗ୍ରୁପରେ ସେୟାର କରନ୍ତୁ। ଆସନ୍ତାକାଲି ପୁଣି ଦେଖା ହେବା। ଧନ୍ୟବାଦ।